ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଂ ଦ୍ୱାରା ଭୋଟର ସଂଶୋଧନ କରାଯିବ। ବିଶେଷ କରି ସମ୍ବିଧାନର ଅନୁଚ୍ଛେଦ 324 ଏବଂ ଜନପ୍ରତିନିଧି ଅଧିନିୟମ 1950ର ଧାରା 21 ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକାରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟା ସମୟରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସୁନିଶ୍ଚିତ କରିବେ ଯେପରି କୌଣସି ଯୋଗ୍ୟ ନାଗରିକ ବାଦ୍ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି। ସେଥିପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ ସମ୍ପାଦନ କରିବା ନେଇ ଦେବଗଡ଼ ଜିଲ୍ଲା ପ୍ରଶାସନ ତତ୍ପର ରହିଛି। ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସତର୍କତା ଏବଂ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେବଗଡ଼ ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ଏ ସମ୍ପର୍କରେ କହିଛନ୍ତି, ଯେଉଁମାନେ ବି ଥିବେ ଆମର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଙ୍କ ପାଖକୁ ପିଏଲ ଯିବେ ଏବଂ ଏନିମରେସନ ଫର୍ମ କଲେକ୍ସନ କରି ଆଣିବେ ଗଣନାପତ୍ର। କାରଣ ଯେଉଁମାନେ ବି 2002 ମସିହାରେ ଥିଲେ ଏବଂ ଏବେ ବି ସେମାନେ ଅଛନ୍ତି ତାଙ୍କର ଆମର ବିଏଲଓ ଭାଇ ମାନେ ତାଙ୍କ ମ୍ୟାପିଂ କରିଛନ୍ତି। ପ୍ରାୟତଃ ଆମର ଏହି କାର୍ଯ୍ୟ ବହୁତ ଆଗକୁ ଯାଇଛି। ଯେଉଁମାନେ 2025 ଭୋଟର ଲିଷ୍ଟ ଅଛନ୍ତି କିନ୍ତୁ 2002 ଭୋଟର ଲିଷ୍ଟ ତାଙ୍କର ନାଁ ନଥିଲା କିନ୍ତୁ ତାଙ୍କର ବାପା କିମ୍ବା ଜେଜେବାପା ଜେଜେମା ତାଙ୍କର ଯଦି ଥିଲା ନା ସେ ଯୋଉ ପାର୍ଟରେ ଯୋଉ ବୁଥ ନମ୍ବର ଥିଲେ ଯୋଉ ସିରିୟଲ ଥିଲେ ତାକୁ ବି ଆମର ସେଇ ଇନଫର୍ମେସନ ବି ଆଣିକି ଆମର ମ୍ୟାପିଂ କରାହଉଛି। ତେଣୁ ଯାହାର ବି ମ୍ୟାପିଂ ହେଇଯାଇଛି ତାଙ୍କ ପାଇଁ ଆଉ କୌଣସି ଡକୁମେଣ୍ଟ ଆବଶ୍ୟକ ହବ ନାହିଁ। କେବଳ ଏନିମରେସନ ଫର୍ମ ଫେରିଦେଲେ ସେମାନେ ଏଇ ଯୋଉ ଆପଣଙ୍କର ସଂଶୋଧିତ ଭୋଟର ତାଲିକା ଆସିବ ସେମାନେ ସେଥିରେ ଅନ୍ତର୍ଭୁକ୍ତ ହେଇଯିବେ। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ମୁକାବିଲା ନିମନ୍ତେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରଶାସନିକ ସ୍ତରରେ ସମସ୍ତେ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ। ନିଷ୍ପତ୍ତି ଅନୁଯାୟୀ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପ୍ରଚାର ତଥା ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରାଯିବ। ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ଚିକିତ୍ସା ବିଭାଗ, ପଞ୍ଚାୟତରାଜ, ଶିକ୍ଷାନୁଷ୍ଠାନ, ଅନୁସୂଚିତ ଜାତି ଓ ଜନଜାତି, ଶ୍ରମ ବିଭାଗ, ପରିବହନ ବିଭାଗ, ଜଙ୍ଗଲ ବିଭାଗ, ବିଦ୍ୟୁତ୍ ବିଭାଗ, ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଚିକିତ୍ସା ଅଧିକାରୀ ସଜାଗ ରହିବା ସହିତ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଅଂଶୁଘାତ ଔଷଧ ଓ ଓଆରଏସ୍ ମହଜୁଦ ରଖିବା ସହିତ ଅଂଶୁଘାତ ରୋଗୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଓଡ଼ିଶା ସରକାର ଏବଂ ଜିଲ୍ଲା କଲ୍ୟାଣ ବିଭାଗ ପକ୍ଷରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କର ସୁରକ୍ଷା ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଥିଲେ। ଆଦିବାସୀ ଛାତ୍ରାବାସରେ ରହୁଥିବା ସମସ୍ତ ଅନ୍ତେବାସୀମାନଙ୍କର ସୁରକ୍ଷା ଓ ନିରାପତ୍ତା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଥିଲା। ଆସନ୍ତୁ ସୁରକ୍ଷା ବିଷୟରେ କଥା ହେବା। କର୍ମଶାଳାରେ ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଜିଲ୍ଲାରେ ଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପରିଚାଳକ ଏବଂ ଅନୁଷ୍ଠାନଗୁଡ଼ିକର ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ଥିଲେ। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଏବଂ ସଦସ୍ୟା ଚନ୍ଦନା ଦାସ ଦେବଗଡ଼ ଗସ୍ତରେ ଆସି ବିଭିନ୍ନ ଅନୁଷ୍ଠାନକୁ ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତି ପ୍ରଧାନ ଓ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଆଇନ ପରାମର୍ଶଦାତା ଓମ୍ ପ୍ରକାଶ ପଣ୍ଡାଙ୍କ ସହିତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନଗୁଡ଼ିକୁ ଗସ୍ତ କରି ଶିଶୁମାନଙ୍କ ପାଇଁ ଉପଲବ୍ଧ ହେଉଥିବା ଆଇନ ଓ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଜିଲ୍ଲା ସଦର ମହକୁମାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର, ରେଙ୍ଗାଲବେଡ଼ା ସ୍ଥିତ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଅନୁସୂଚିତ ଜାତିର ପିଲାମାନଙ୍କ ପାଇଁ ଉପଲବ୍ଧ ଥିବା ହଷ୍ଟେଲ, ବଣିଆ କିଲିଣ୍ଡା ଓ ରିଆମାଳ ସ୍ଥିତ ଛତୁଆ ମିଶ୍ରଣ କେନ୍ଦ୍ର, ଭିଆଇଆର୍ଡି ଅନୁଷ୍ଠାନ ଦ୍ୱାରା ପରିଚାଳିତ ସଖୀ କେନ୍ଦ୍ର, ସପଟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ଓ ଶିଶୁଗୃହକୁ ଯାଇ ଅନୁଷ୍ଠାନର କର୍ମଚାରୀ ଓ ପିଲାମାନଙ୍କ ସହ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।